ନମସ୍କାର। ନୂଆ ବର୍ଷର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏଥର ଆମେ ବିଜୟ ହଜାର ଟ୍ରଫିରେ ଓଡ଼ିଶାର ଦିଲ୍ଲୀ ବିପକ୍ଷରେ ଆକର୍ଷଣୀୟ ବା ଚମତ୍କାର ବିଜୟ ସମ୍ପର୍କରେ ଆଲୋଚନା କରିବା। ଯେ ଓଡ଼ିଶା ବିଜୟ ହଜାର ଟ୍ରଫିରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଏବଂ କ୍ରମାନ୍ୱୟରେ 3ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଯେଉଁ 31 ତାରିଖରେ ଯେଉଁ ମ୍ୟାଚ୍ଟି ଖେଳାଯାଇଥିଲା ଡିସେମ୍ବର 31 ତାରିଖରେ ଓଡ଼ିଶା 79 ରନ୍ରେ ଦିଲ୍ଲୀକୁ ପରାଜିତ କରିଛି। ଆପଣମାନେ ଜାଣିଥିବେ ଦିଲ୍ଲୀ ଦଳର ନେତୃତ୍ୱ ନେଉଛନ୍ତି ରିଷଭ ପନ୍ତ ଏବଂ ଦିଲ୍ଲୀ ଦଳ ପକ୍ଷରୁ ବିରାଟ କୋହଲି ମଧ୍ୟ ଖେଳୁଥିଲେ। ଯଦିଓ ଓଡ଼ିଶା ବିପକ୍ଷରେ କୋହଲି ଅନୁପସ୍ଥିତ ଥିଲେ, କିନ୍ତୁ ଦିଲ୍ଲୀ ଦଳରେ ବହୁ ତାରକା ଖେଳାଳି ଥିଲେ ଏବଂ ଏହି ତାରକା ଖଚିତ ଦଳକୁ ଓଡ଼ିଶା ଦଳ ପରାଜିତ କରିବାରେ ସଫଳ ହୋଇଛି। ସବୁଠୁ ବଡ଼ କଥା ହେଉଛି ଯେ ଓଡ଼ିଶା ଦିନିକିଆ ଫର୍ମାଟ୍ର ଏହି ବିଜୟ ହଜାର ଟ୍ରଫିରେ ବେଶ୍ ଉନ୍ନତ ପ୍ରଦର୍ଶନ ଜାରି ରଖିଛି ଏବଂ ପଏଣ୍ଟ ଟେବୁଲରେ ଏପର୍ଯ୍ୟନ୍ତ 4ଟି ମ୍ୟାଚ୍ ଖେଳିକି ସର୍ବାଧିକ 12 ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି। ଏଇଟା ହେଉଛି ଆମ ପାଇଁ ଗୌରବର କଥା। ତେବେ ଟେବୁଲରେ ଓଡ଼ିଶା ସହିତ ଟେବୁଲରେ ମୋଟ 8ଟି ଦଳ ରହିଛନ୍ତି, ତେଣୁ ଓଡ଼ିଶାକୁ 7ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ତ 8ଟି ଦଳ ଭିତରେ ରେଲୱେ, ହରିୟାଣା, ଦିଲ୍ଲୀ, ସୌରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ର ଏବଂ ସର୍ଭିସେସ୍। ଆପଣ ଜାଣିଥିବେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ପରାଜିତ ହୋଇଥିଲେ ବି 5 ୱିକେଟରେ ପରାଜିତ ହୋଇଥିଲେ ବି ସ୍ୱସ୍ତିକ ସାମଲ ପ୍ରଥମ ଓଡ଼ିଆ ଭାବରେ ଏହି ମ୍ୟାଚ୍ରେ ଦ୍ୱିଶତକୀୟ ଇନିଂସ ଖେଳିଥିଲେ ଏବଂ ଦ୍ୱିଶତକ ହାସଲ କରିବା ସତ୍ତ୍ୱେ ମଧ୍ୟ ଏ ମ୍ୟାଚ୍ ଓଡ଼ିଶା ପରାଜିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସର୍ଭିସେସ୍ ଏବଂ ଦିଲ୍ଲୀ ଏବଂ ଗୁଜୁରାଟକୁ ଦଳ ଆମେ ପରବର୍ତ୍ତୀ ସମୟରେ ଦେଖୁଛେ ଯେ ଆନ୍ଧ୍ର, ସର୍ଭିସେସ୍ ଏବଂ ଦିଲ୍ଲୀକୁ ଦଳ ପରାଜିତ କରିବାରେ ସଫଳ ହୋଇଛି। ତେଣୁ କଥା ହେଉଛି ଯେ ଆମେ ରଣଜୀ ଟ୍ରଫିରେ ଦେଖୁଥିଲେ ଓଡ଼ିଶା ଭଲ ପ୍ରଦର୍ଶନ କରିପାରୁନଥିଲା। 5 ରାଉଣ୍ଡ ମ୍ୟାଚ୍ରୁ କେବଳ ନାଗାଲାଣ୍ଡ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ଗୋଟିଏ ମ୍ୟାଚ୍ କିଟ୍ରେ ବିଜୟ ହୋଇଥିଲା। ସେମିତି T20 ବିଶ୍ୱକପ୍ରେ ମଧ୍ୟ ଦଳ ଭଲ T20 ଫର୍ମାଟ୍ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା। କିନ୍ତୁ ହଠାତ୍ ଯେଉଁ ଦଳର ପ୍ରଦର୍ଶନ ଦିନିକିଆ ଫର୍ମାଟ୍ ବିଜୟ ହଜାର ଟ୍ରଫିରେ ଅତି ଚକିତ କରୁଛି ଏବଂ ପ୍ରଦର୍ଶନ ଅତି ପ୍ରଶଂସନୀୟ ରହିଛି। ଯେଉଁ କଥା ଯେ ପ୍ରଶଂସା କରିବାର କଥା, ପୂର୍ବରୁ ଆମେ ସମାଲୋଚନା କରୁଥିଲେ, ଆପଣମାନେ ଦେଖିଥିବେ ପୂର୍ବ ଭିଡ଼ିଓ ହେଉ ଲେଖା ଓ ଦଳକୁ ବହୁ ସମାଲୋଚନା କରାଯାଉଥିଲା। ଦଳରେ ବ୍ୟାଟିଂ ବୋଲିଂର କୌଣସି ସନ୍ତୁଳନ ନଥିଲା, ବାରମ୍ବାର ଦଳ ବିଫଳ ହେଉଥିଲେ, ବ୍ୟକ୍ତିଗତ ପ୍ରଦର୍ଶନ ଦେବାରେ ମଧ୍ୟ ଖେଳାଳିମାନେ ବିଫଳ ହୋଇଛନ୍ତି। ତେଣୁ ସେହି କାରଣରୁ ଦଳକୁ ସମାଲୋଚିତ ହେବାକୁ ପଡ଼ୁଥିଲା। କିନ୍ତୁ ଆମେ ଏହି ବିଜୟ ହଜାର ଟ୍ରଫିରେ ଯେତେବେଳେ ଆମେ ଦେଖୁଛେ ଯେ ଗତ 4ଟି ମ୍ୟାଚ୍ରେ ଦଳ ବେଶ୍ ଉନ୍ନତ ପ୍ରଦର୍ଶନ କରିଛି ଏବଂ ବ୍ୟକ୍ତିଗତ ବର୍ଗରେ ମଧ୍ୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ସେ ସ୍ୱସ୍ତିକ ସାମଲ ହୁଅନ୍ତୁ, ବିପ୍ଳବ ସାମନ୍ତରାୟ ହୁଅନ୍ତୁ, ରାଜେଶ ମହାନ୍ତି ହୁଅନ୍ତୁ, ସମ୍ବିତ ବରାଳ ହୁଅନ୍ତୁ, ଗୋବିନ୍ଦ ପଦାର ହୁଅନ୍ତୁ, ଏ ସମସ୍ତ ଖେଳାଳି ବ୍ୟକ୍ତିଗତ ବର୍ଗରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତେଣୁ ଯେତେବେଳେ ଦଳ ଭଲ ପ୍ରଦର୍ଶନ କରୁଛି ପ୍ରଶଂସା କରିବା ନିହାତି ଆବଶ୍ୟକ, ଯାହା ଦଳର ମନୋବଳକୁ ଦୃଢ଼ କରିବ ଏବଂ ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହେବ। ତେଣୁ ଯେତେବେଳେ ଦଳର ଦୁର୍ବଳତା ଦେଖାଯାଏ ସେତେବେଳେ ଗଠନମୂଳକର ସମାଲୋଚନାର ଆବଶ୍ୟକତା ରହିଛି। ଯେତେବେଳେ ଦଳ ଯେତେବେଳେ ଉନ୍ନତ ପ୍ରଦର୍ଶନ କରୁଛି ସେତେବେଳେ ପ୍ରଶଂସା କରିବାର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ପ୍ରଶଂସା ଏବଂ ସମାଲୋଚନା ଇଏ ପରସ୍ପର ପରିପୂରକ, ଗୋଟିଏ ମୁଦ୍ରାର 2ଟି ପାର୍ଶ୍ୱ ଭଳି। ତେଣୁ କଥା ହେଉଛି ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ଆଉ 3ଟି ମ୍ୟାଚ୍ ଖେଳିବ ଏହି ରାଉଣ୍ଡରେ, ଦେଲେ ପରବର୍ତ୍ତୀ ରାଉଣ୍ଡକୁ ଯିବ, ଉନ୍ନୀତ ହେବ। ହରିୟାଣା, ଗୁଜୁରାଟ ଏବଂ ରେଲୱେ ବିପକ୍ଷରେ ଖେଳିବ। ଯଦି ଦଳ ଏହି ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶନ କରୁଛି ପରବର୍ତ୍ତୀ 3ଟି ମ୍ୟାଚ୍ରେ, ତାହେଲେ ଦଳ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବ। ସବୁଠୁ ବଡ଼ କଥା ହେଉଛି ଯେ ବିରାଟ କୋହଲି ଏହି ଯେଉଁ ଗ୍ରୁପରେ ଆନ୍ଧ୍ର ବିପକ୍ଷରେ 131 ରନ୍ କରିଥିଲେ, ଗୁଜୁରାଟ ବିପକ୍ଷରେ 77 ରନ୍ କରିଥିଲେ। ସେ ଆଉ ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ଖେଳି ନାହାନ୍ତି, ପରବର୍ତ୍ତୀ 2ଟି ମ୍ୟାଚ୍ ଖେଳି ନାହାନ୍ତି। ଯଦି କୋହଲି ଖେଳିଥାନ୍ତେ କ'ଣ ହୋଇଥାନ୍ତା ଫଳାଫଳ? ତ ସେଇଟା ଗୋଟିଏ ବଡ଼ ପ୍ରଶ୍ନବାଚୀ। ଫଳାଫଳ ଯାହା ହେଉନା କାହିଁକି ଓଡ଼ିଶା ଭଳି ଦଳ ଏବଂ ଓଡ଼ିଶା ଦଳର ଖେଳାଳିଙ୍କ ପାଇଁ ଗୋଟିଏ ସୁଯୋଗ ରହିଥାନ୍ତା ଯେ ବିଶ୍ୱ କ୍ରିକେଟର ଯାହାଙ୍କୁ ଆମେ ଚଳନ୍ତି କିମ୍ବଦନ୍ତୀ ବୋଲି କହୁଛୁ, ଯାହାଙ୍କର ଦୀର୍ଘ 1 ଦଶନ୍ଧି ଉର୍ଦ୍ଧ୍ୱ ସମୟ ଧରି ବେଶ୍ ପ୍ରଶଂସା କରାଯାଉଛି ଏବଂ ଜଣେ
ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ସେ ICC ମାନ୍ୟତାରେ ଏବଂ ରନ୍ କରନ୍ତୁ ବିଭିନ୍ନ ରେକର୍ଡ଼ କୁହନ୍ତୁ ସବୁଥିରେ ସେ ଆଗରେ ରହିଛନ୍ତି। ତେଣୁ ସେଭଳି ଜଣେ ମହାନ ଖେଳାଳିଙ୍କ ବିପକ୍ଷରେ ଖେଳିବା ଏବଂ ସେ ଅନୁଭୂତି ଗୋଟିଏ ବିଜୟଠୁ ମଧ୍ୟ ଅଲଗା ରହିଥାନ୍ତା। ତେଣୁ ଯାହା ବି ହେଉ କୋହଲି ଏ ମ୍ୟାଚ୍ରେ ଖେଳିଲେ ନାହିଁ, ହୁଏତ ଓଡ଼ିଶା ଦଳକୁ ସେ ସୁଯୋଗ ମିଳିଲା ନାହିଁ ଓଡ଼ିଶା ଖେଳାଳିଙ୍କୁ ତାଙ୍କ ସହ ଖେଳିବାର ବା ତାଙ୍କୁ ବୋଲିଂ କରିବାର ଏ ଯେଉଁ ସୁଯୋଗ ମିଳିଲା ନାହିଁ। ତେଣୁ ଏଥିରେ ମ୍ରିୟମାଣ ହେବାର ମଧ୍ୟ କୌଣସି କାରଣ ନାହିଁ, କାହିଁକିନା ଆମେ ଦେଖିଛେ ଯେ ଦିଲ୍ଲୀ ଦଳରେ ଯେଉଁ ଖେଳାଳି ସବୁ ଥିଲେ, ଆପଣଙ୍କର ରିଷଭ ପନ୍ଥ ହୁଅନ୍ତୁ ଏବଂ ନବଦୀପ ସାଇନି ହୁଅନ୍ତୁ, ନୀତିଶ ରାଣା ହୁଅନ୍ତୁ, ଏ ସମସ୍ତେ ଖେଳାଳି ଜଣେ ଜଣେ ଷ୍ଟାର ଏବଂ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ସେମାନେ IPLରେ ମଧ୍ୟ ସେମାନଙ୍କର ବେଶ ଦବଦବା ରହିଛି। ତେଣୁ ସେଭଳି ଦଳ ବିପକ୍ଷରେ 79 ରନ୍ରେ ବିଜୟ ହାସଲ କରିବା ବହୁ ବଡ଼ କଥା। ତେଣୁ ସେଇ ଦୃଷ୍ଟିରୁ ମୁଁ କହି ରଖେ ଯେ ଆଉ ଥରେ ଯେ ଦଳକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି, ସମର୍ଥନ କରିବାର ଆବଶ୍ୟକତା ରହିଛି। କାହିଁକିନା ଏଠି କେବଳ ବ୍ୟକ୍ତିଗତ ପ୍ରଦର୍ଶନ ନୁହେଁ। ଯଦି ଆପଣ ଗତ 4ଟି ଯାକ ମ୍ୟାଚ୍କୁ ଧ୍ୟାନ କରିଥିବେ, ବିଶ୍ଳେଷଣ କରିଥିବେ, ଦଳ ଗୋଟିଏ ଟିମ୍ ପରଫର୍ମାନ୍ସ ଦେଉଛି, ବୋଲିଂରେ ଭଲ ପ୍ରଦର୍ଶନ କରୁଛି, ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଏବଂ ବ୍ୟକ୍ତିଗତ ବର୍ଗରେ ସବୁ ଖେଳାଳିଙ୍କର ଯୋଗଦାନ ଦଳର ବିଜୟ ପାଇଁ ରହୁଛି। ସେଇଟା ହିଁ ଅଭାବ ରହିଥିଲା, ଯେଉଁ ଅଭାବ ଯୋଗୁଁ ଦଳ ରଣଜୀ ଟ୍ରଫିରେ ବିଫଳ ହେଲା ଏବଂ T20 ଫର୍ମାଟ୍ରେ ମଧ୍ୟ ବିଫଳ ହେଲା। ଦଳରେ ବରିଷ୍ଠ ଏବଂ ଯୁବ ଖେଳାଳିଙ୍କର ସନ୍ତୁଳନ ରହିଛି ଏବଂ ସମସ୍ତେ କିଛି ନା କିଛି ଦଳର ବିଜୟ ପାଇଁ ଯୋଗଦାନ ଦେଉଛନ୍ତି ଏବଂ ଫଳରେ ଦଳ ସଫଳ ହୋଇପାରୁଛି। ତେଣୁ ଆମେ ଆଶା କରିବା ଦଳର ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରଖୁ ଏବଂ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ବହୁ ଆଗକୁ ଯାଉ। ଯେଉଁ ଦୀର୍ଘ ଦିନ ଧରି ଆମେ ଓଡ଼ିଶା କ୍ରିକେଟ୍ ଏକ ପ୍ରକାର ଶୋଇପଡ଼ିଥିବା ଅନୁଭବ କରୁଥିଲୁ, ଏବେ ଯେମିତି ଲାଗୁଛି ପୁଣି ଚେଇଁ ଉଠିଛି ଓଡ଼ିଶା ଜାତୀୟ ଯେଉଁ ଗଣମାଧ୍ୟମରେ ପୁଣି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି ଏବଂ ଯଦି ବିଜୟ ହଜାରେ ଟ୍ରଫିରେ ବହୁ ଆଗକୁ ଯିବ ତାହା ଆମ ରାଜ୍ୟ ପାଇଁ ବହୁ ଗର୍ବର କଥା ହେବ। ଏଇଭଳି ପ୍ରଦର୍ଶନ ଦେଲେ ଆମ ଖେଳାଳି IPL ଏବଂ ଅନ୍ତର୍ଜାତୀୟ ସୁଯୋଗ ପାଇବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଦଳର ପ୍ରଦର୍ଶନକୁ ନେଇ ଆମେ ଆଲୋଚନା କରିବା। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।